ଗଙ୍ଗପଡ଼ା ଛକରେ ମୃତ୍ୟୁର ତାଣ୍ଡବ। ନିଶାସକ୍ତ ହାଇୱା ଚାଳକଙ୍କ ବେପରୁଆ ଡ୍ରାଇଭିଂରେ ବାପ ଝିଅଙ୍କ ଜୀବନ ଦୀପ ନିର୍ବାପିତ। ଖୋର୍ଦ୍ଧା ଜିଲ୍ଲାର ଗଙ୍ଗପଡ଼ା ଛକ ଶନିବାର ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣାରେ ସାକ୍ଷୀ ପାଲଟିଛି। ଏକ ହାଇୱା ଗାଡ଼ିର ବେପରୁଆ ଚାଳନା ଯୋଗୁଁ ବାପା ଓ ତାଙ୍କର ଝିଅର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗଙ୍ଗପଡ଼ା ଗ୍ରାମର ମୁନା, ଯିଏ ସ୍ଥାନୀୟ ବଜାରରେ ଏକ ହାର୍ଡୱେୟାର ଦୋକାନ ଚଳାଉଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ OD02L1522 ନମ୍ବର ବିଶିଷ୍ଟ ହାଇୱାର ଚାଳକ ନିଶାସକ୍ତ ଅବସ୍ଥାରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିଲେ। ଏହାଫଳରେ ବାପା ଓ ଝିଅ ଗାଡ଼ି ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। କ୍ଷୁବ୍ଧ ଗ୍ରାମବାସୀ ରାସ୍ତାରୋକ କରି ଦୋଷୀ ଚାଳକଙ୍କୁ ଗିରଫ ସହ କଠୋର ଦଣ୍ଡ ଦାବି କରିଥିଲେ। ରାସ୍ତାରୋକ ଯୋଗୁଁ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖୋର୍ଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ନିଶାସକ୍ତ ଥିଲେ କି ନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଉଛି। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖୋର୍ଦ୍ଧାର ମହମ୍ମଦ ରହମାନଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ୍।